ଡବା ସବୁ ସାଇଜ କରୁ କରୁ ପାଇଲି ଗୋଟେ ଡବାରେ ମୁଠେ ହବ ଶାଗ। ତାକୁ ବତୁରି ଦେଇଥିଲି। ଭାବିଲି କ୍ଷୀରି ଟିକେ ବନେଇଦେବି। ଡେକ୍ଚି ଦେହରେ ପାଣି ଟିକେ ଦେଇକି ତା ଦେହରେ ପକେଇଦେଲି ଶାଗ ଆଉ ସଇନ୍ଧବ ଲୁଣ। ତାକୁ ସିଝିବା ପାଇଁ ଛାଡ଼ିଦେଲି। ଆରପଟ ଗ୍ୟାସରେ ବସେଇଦେଲି ପ୍ୟାନ୍ ଗୋଟେ, ତା ଦେହରେ ଘିଅ ଟିକେ ଦେଇକି ଭାଜିଦେଲି କାଜୁ, କିସମିଶ, ତେଜପତ୍ର ଆଉ ଅଳେଇଚ। ଏପଟେ ତ ଲୁଣ ପକେଇ ଦେଇଛି, ସିଝିଗଲାଣି ପାଖାପାଖି। ତା ଦେହରେ ଦେଇଦେଲି ଚିନି। ତାପରେ ପକେଇଦେଲି ଭାଜିକି ରଖିଥିବା କାଜୁ, କିସମିଶ, ଅଳେଇଚକୁ। ତାପରେ ପକେଇଦେଲି ମିଲ୍କ ମେଡ୍ ଟିକେ କ୍ଷୀରି ଦେହରେ, ଆଉ ଟିକେ ସିଝିବା ପାଇଁ ଛାଡ଼ିଦେଲି। କଷ୍ଟର୍ଡ ପାଉଡର 3 ଚାମଚ ହବ କ୍ଷୀର ଦେହରେ ମିଶେଇକି ସେ କ୍ଷୀରି ଦେହରେ ପକେଇଦେଲି। କଷ୍ଟର୍ଡ ପାଉଡର ଯେମିତି ପକେଇ ଦେଇଛି, କଲର ଏତେ ସୁନ୍ଦର ହେଇଗଲା, ଜହ୍ନି ଫୁଲିଆ କଲର ହେଇଗଲା। ଆଉ ଆଖିକି ଯେମିତି ସୁନ୍ଦର ଲାଗୁଛି, ସ୍ୱାଦ ବି ସେମିତି ସୁନ୍ଦର, ବଢିଆ ଟେଷ୍ଟ ଲାଗୁଥିଲା। ତାପରେ ଯେମିତି ସିଝି ଯାଇଛି, ନେଇଗଲି ଠାକୁରଙ୍କ ପାଇଁ ଭୋଗ ଲଗେଇବାକୁ। ଆଶା ରଖୁଛି ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ରହୁଛି, ନମସ୍ତେ, ଜୟ ଜଗନ୍ନାଥ।